ओम नमो भगवते वासुदेवाय। चतुर्थ अध्याय। चतुर्थे बंधुंक निधन शुणी विदुर आत्मज्ञान। आसे उद्धव उपदेशे चलिले मैत्रेयोपासे। उद्धव उवाच। उद्धव कहे अश्रुमुखे से यदुवंश रात्रिमुखे। बारुणी मद्य कले पान तेणु होइले हत ज्ञान। मर्म भेदन कटु वाक्ये कंदल कले एके एके। मन हरिला मद्य दोष भोळे होइले बुद्धिभ्रंश। रजनी मध्ये जदु बळे कंदल युद्धे नाश गले। तक्षणे आत्ममाया गति विचारी प्रभु जदुपति। मिलिले सरस्वती कूले बने अश्वत्थ तरुमूले। स्वकूल नाश इच्छा करी द्वारका थिला बेले हरि। मोते बोइले दया मने चल तू बदरिका बने। तक्षणे तार आज्ञा शुणी ता अभिप्राय मुहि जानी। पदक मले थोई मन नकरी तीर्थकु गमन। तार गमन पछे मुहि गली ताहार भाव बही। से प्रिय पति नरहरि खोजन्ते ताकु अनुसरी। देखिली सरस्वती तीरे एकांत आसन सधीरे। श्याम सुंदर तनुवर्ण प्रशांत अरुणलोचन। चतुर भुजे शस्त्र साजे पीतवसन कटी माझे। दक्षिण पाद बाम जंघे बाल अश्वत्थ पृष्ठभागे। एबे हो कुरु वीर शुण मैत्रेय मिलिले से स्थान। व्यास मुनिंक सखा हुंती आनंदे भुवने भ्रमंती। तक्षणे कृष्ण पासे जाई पादे न मिले शिर देई। मुहि शुणई अनुरागे जेबा बोइले कृष्ण भावे। श्री भगवान वाच। उद्धव शुण मो वचन मुहि जानिली तोर मन। दुर्लभ ज्ञान देवी तोते संसारु तरी बुझे मन्ते। पूर्वे ब्रह्मार यज्ञ काले सकल वसुंकर मेले। कल्पिलु जागे इष्ट सिद्धि मोर चरण ध्याने बंदी। ए पूर्व जन्म सर्व सिद्धि जेणु मो अनुग्रह विधि। तेणु लभिलु मोते हेले निज भुवने जीवा बेले। विषय रस भोग चिंती जे प्राणी स्वधर्म छाड़ती। भक्ति वैराग्य जार नाही सेवा लभिब मोते काहि। जे ज्ञान ब्रह्मार समीपे मुहि कहिली पद्मकल्पे। परम ज्ञान मो महिमा के चिंती पारे आदि सीमा। एणु पंडिते मुनि जने दृढ़े विचारी अनुमाने। ए भागवत धर्म चिंती ए भव जलु तरी जानती। उद्धव उवाच। से आदि पुरुष वचन शुणी आनंद मोर मन। ता अनुग्रह प्रतिक्षणे कल्पिली ताहार स्मरणे। कृष्ण स्नेहरे मोर देहि रोम पुलके अश्रु बही। कर जुगल देई मुंडे कहिली गद गद तुंडे। भोनाथ तोर पद्मपादे जे प्राणी भजन्ति आनंदे। ताहांकु सर्व पुरुषार्थ जे धर्म काम मुख्य अर्थ। दुर्लभ नोहे लभिबारे निश्चय मोहर विचारे। मोहर तेणे आशा नाही केवल तो पाद भजई। स्वभावे जन्म जार नाही कर्मर चेष्टा तार काहि। स्वभावे काल रूप तोर ज्ञान विज्ञाने अगोचर। तोर महिमा आत्मरति जोगिए न पारंति चिंती।
ତୁ ପୁଣି ଶତ୍ରୁ ଭୟ ପାଇ ସମୁଦ୍ରେ ଦୁର୍ଗକୁ ଭିଆଇ ପଳାଇ ରହିଲୁ ଆନନ୍ଦେ ଅନେକ ନାରୀ ଗଣ ମଧ୍ୟେ ମନ୍ତ୍ରଣା ଅର୍ଥେ ମୋତେ ରାଇ ଆଦରେ ସମୀପେ ବସାଇ ସ୍ୱଭାବେ ଅକୁଣ୍ଠିତ ବୁଦ୍ଧି ଅଖଣ୍ଡ ଆତ୍ମଜ୍ଞାନ ନିଧି ସଂଶୟେ ବୁଦ୍ଧି ହୁଏ କ୍ଷୀଣ ଦେଖିଣ ତୋର ଆଚରଣ ସର୍ବଜ୍ଞ ପଣ ଯାର ତହିଁ ସେ କିମ୍ପା ମୋତେ ପଚାରଇ ଏଣୁ ମୋ ମନ ଖେଦ ପାଇ ତୋ ମାୟା ଗହନେ ଭ୍ରମଇ ଯେ ଆତ୍ମ ଜ୍ଞାନ ତୁ ଏକାନ୍ତେ କହିଲୁ ବ୍ରହ୍ମାର ଅଗ୍ରତେ ମୁଁ ଯେବେ ଶୁଣିବାରେ କ୍ଷମ କହେ ପୁରୁଷ ଉତ୍ତମ ଯେ ଜ୍ଞାନ ମାର୍ଗେ ତୋତେ ସେବି ଏ ମାୟା ସଂସାରୁ ତରିବି ଏମନ୍ତ ପଚାରନ୍ତେ ମୁହିଁ ସେ କୃଷ୍ଣ ମୋତେ ଦୟା ବହି ଆତ୍ମାର ତତ୍ତ୍ୱ ନିତ୍ୟ ଜ୍ଞାନ କହିଲେ କମଳ ଲୋଚନ ସେ ତୀର୍ଥ ପାଦ ଜଗନ୍ନାଥ ମୋହର ଭାବେ ଆରାଧିତ ସେ ହରି ମୁଖୁ ଜ୍ଞାନ ପାଇ ତା ପାଦ ପଦ୍ମେ ଶିର ଦେଇ ସେ ଦେବ ଦେବ ଭଗବାନ ତାହାଙ୍କୁ କରି ପ୍ରଦକ୍ଷିଣ ତାର ବିରହ ଆତ୍ମା ତୁଲେ ତକ୍ଷଣେ ଅଇଲି ଏ ସ୍ଥଳେ ତାର ବିଯୋଗେ ଆର୍ତ୍ତି ଜୁତେ ଯିବି ମୁଁ ତାର ପ୍ରିୟ ତୀର୍ଥେ ନାମ ତା ବଦରିକାଶ୍ରମ ଜହିଁରେ ନର ନାରାୟଣ ଏ ନର ଲୋକ ଶୁଭ ଅର୍ଥେ ତପ ଆରାଧି ଦୃଢ ଚିତ୍ତେ ଅଛନ୍ତି ନର ନାରାୟଣ ଶୁକ ବୋଲନ୍ତି ରାୟ ଶୁଣ ଶ୍ରୀ ଶୁକ ଉବାଚ ସୁହୃଦ ବନ୍ଧୁ ବଦ୍ଧବାଣୀ ଉଦ୍ଧବ ମୁଖୁ ତାହା ଶୁଣି ଦୁଃସହ ଦୁଃଖ ତା ମନର ଜ୍ଞାନେ ସଂହରିଲା ବିଦୁର କହି ଉଦ୍ଧବ ଚଳି ଯାନ୍ତେ ବିଦୁର ପଡେ ପାଦଗତେ ପୁଣି ବିଶ୍ୱାସ ତାଙ୍କୁ କରି ବୋଲେ ଚରଣ ଶିରେ ଧରି ବିଦୁର ଉବାଚ ଉଦ୍ଧବ ଶୁଣ ମୋ ବଚନ ତୋର ଠାକୁର ଭଗବାନ ସେ ଜ୍ଞାନ କହିଛନ୍ତି ଯେତେ ଉଦ୍ଧବ କହ ମୋ ଅଗ୍ରତେ ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେ ପଶିବି ତା ପାଦ କମଳେ ଉଦ୍ଧବ ଉବାଚ ଶୁଣ ବିଦୁର ମୋ ବଚନ ସେ ଯୋଗେଶ୍ୱର ଭଗବାନ ଶରୀର ଛାଡ଼ିବାର କାଳେ ମୈତ୍ରେୟ ମୁନିଙ୍କି ନିଶ୍ଚଳେ ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କୁ ଦେଲେ ନିଜ ଭୁବନେ ବିଜେ କଲେ ତୁ ଏବେ ଚଳ ତାଙ୍କ ପାଶେ ନିର୍ମଳ ଭକ୍ତି ଉପଦେଶେ ସେ ତୋତେ ଦେବେ ଦିବ୍ୟ ଜ୍ଞାନ ଏମନ୍ତ କହିବେ ନିଜନ ପୁଲିନେ ବଞ୍ଚିଲେ ରଜନୀ ନିଶ୍ଚଳେ ହରି ଭାବ ଘେନି କୃଷ୍ଣ ଚରିତ କୀର୍ତ୍ତନରେ ବନ୍ଧୁ ବିଯୋଗ ପାଶୋରିଲେ ଏମନ୍ତେ ପାହିଲା ରଜନୀ କୃଷ୍ଣ ଭକତି ଭାବ ଘେନି ଉଦ୍ଧବ ଗଲା ତୋଷ ମନେ ମିଳିଲା ବଦରିକାଶ୍ରମେ ପରୀକ୍ଷ କହେ ସୁକେ ଚାହିଁ ଭାବେ ଚରଣେ ଶିର ଦେଇ ରାଜା ପରୀକ୍ଷିତ ଉବାଚ ଭୋମୁନି ଅସମ୍ଭବ ବାଣୀ ମୁହିଁ ତୁମ୍ଭର ମୁଖୁ ଶୁଣି ସଂଶୟ ରହିଲା ମୋ ମନେ ପୁଛଇ ତୁମ୍ଭ ସନ୍ନିଧାନେ ବ୍ରାହ୍ମଣ ସାପେ ଯଦୁବଳେ ନସିଲେ ରଣେ ମଧ୍ୟ ଭୋଳେ ଯୂଥପତିଙ୍କ ମଧ୍ୟ ମୁଖ୍ୟ ଉଦ୍ଧବ ଅଟଇ ପ୍ରତ୍ୟକ୍ଷ ଏ ବଡ଼ ସଂଶୟ ମୋ ଚିତ୍ତେ ଉଦ୍ଧବ ବଞ୍ଚିଲା କେମନ୍ତେ ଜହିଁ ଗୋବିନ୍ଦ ଦେହ ଗଲା ଏବାକେ ମନ୍ତେ ଉବୁରିଲା ଶୁଣି କହନ୍ତି ଶୁକ ମୁନି ଆନନ୍ଦେ ହରି ଭାବ ଘେନି ଶ୍ରୀ ଶୁକ ଉବାଚ ବ୍ରାହ୍ମଣ ସାପ ଅପଦେଶ ନିଶ୍ଚେଦ ହିବ ଯଦୁବଂଶ ଏମନ୍ତ ଜାଣି ଭାବଗ୍ରାହୀ ନିକଟେ ଉଦ୍ଧବ ବସାଇ ଆତ୍ମମରଣ ପରିମାଣି ମନେ ଚିନ୍ତିଲେ ଚକ୍ରପାଣି ଏ ମୋର ତତ୍ତ୍ୱ ଜ୍ଞାନ ଯେତେ ମୁଁ ଗଲେ ଯିବ ମୋ ସଙ୍ଗତେ
ଜ୍ଞାନ ଦେଲେ ମୁଁ ଉଦ୍ଧବେ ପ୍ରାଣୀ ତରିବେ ଏହି ଭାବେ। ଏମନ୍ତେ ମନେ ବିଚାରିଲେ ଉଦ୍ଧବେ ତତ୍ତ୍ୱ ଜ୍ଞାନ ଦେଲେ। ବୋଇଲେ ସାଧ ଜ୍ଞାନ ବ୍ରହ୍ମ ଏ ଯେ ଉଦ୍ଧବ ମୋର ସମ। ଜ୍ଞାନ ପ୍ରାଣୀ କି ବୁଝାଉ ଏଣୁ ଏ ନର ଲୋକେ ରହୁ। ଉଦ୍ଧବ କହିବ ଯେ ମନ୍ତେ ପ୍ରାଣୀ ଏ ଯିବେ ସେହି ପଥେ। ଏଣୁ ତ୍ରିଲୋକ ଗୁରୁ ହରି ଜ୍ଞାନେ ଉଦ୍ଧବକୁ ଧରି। ତେଣୁ ଗୋବିନ୍ଦ ବୋଲେ ଗଲା ବଦ୍ରିକା ଆଶ୍ରମେ ମିଳିଲା। ସମାଧି କରି ଘୋର ବନେ ପୂଜିଲା ଗୋବିନ୍ଦ ଚରଣେ। ଏମନ୍ତେ ଉଦ୍ଧବର ବାଣୀ ବିଦୁର ସାବଧାନେ ଶୁଣି। କୃଷ୍ଣର ଲୀଳା ଅବତାର ଯେ ଗୁଣ ଗାଥା କର୍ମ ତାର। ଶରୀର ଛାଡ଼ିଲେ ଯେ ମନ୍ତେ ଏ ସର୍ବ କଥା ସ୍ମରି ଚିତ୍ତେ। କୃଷ୍ଣର ସ୍ନେହେ ଦେଇ ମନ ଚଳନ୍ତେ କରଇ ରୋଦନ। କେତେ ଦିନ ବନେ ଗଲା କାଳିନ୍ଦୀ ତଟରେ ମିଳିଲା। ତହୁଁ ଚଳିଲା ଗଙ୍ଗା ତୀରେ ଯହିଁ ମୈତ୍ରେୟ ମୁନିବରେ। କହଇ ବିପ୍ର ଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ସୁଜନେ ଏଣେ ଦିନ ବଞ୍ଚ କୃଷ୍ଣ ଭକତି ହୃଦେ ସଞ୍ଚ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ବିଦୁରୋଦ୍ଧବ ସମ୍ବାଦେ ଚତୁର୍ଥୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।